ଗୋଟିଏ ଜଙ୍ଗଲରେ ଶକ୍ତିଶାଳୀ ସିଂହ ରହୁଥିଲା। ସେ ସବୁ ଜଣକୁ ଡରାଉଥିଲା କାରଣ ସେଇଠାରେ ସେ ଜଙ୍ଗଲର ରାଜା। ଗୋଟେ ଦିନ ସେହି ସିଂହ ମିଳିଲା ଗୋଟେ ଛୋଟ ବିଲୁଆ ସହ। ବିଲୁଆ କହିଲା, ମୋତେ ଖାଇବ ନାହିଁ, ମୁଁ ତୁମ ପାଇଁ କିଛି ସାହାଯ୍ୟ କରିପାରିବି। ସିଂହ କହିଲା, ତୁମେ ଏତେ ଛୋଟ କେମିତି ସହାୟତା କରିପାରିବ? କିନ୍ତୁ ସେ ଭଲ ମନରେ ବିଲୁଆକୁ ଛାଡ଼ିଦେଲା। କିଛି ଦିନ ପରେ ସିଂହ ଶିକାରୀଙ୍କୁ ଜାଲରେ ଧରା ପଡ଼ିଲା। ସେ ଯେତେ ଚେଷ୍ଟା କଲା ଜାଲ ଫାଟିଲା ନାହିଁ। ହଠାତ୍ ବିଲୁଆ ସେଠାରେ ଆସିଲା ଏବଂ ତାର ତୀକ୍ଷ୍ଣ ଦାନ୍ତରେ ଜାଲକୁ କାଟିଦେଲା। ସିଂହ ମୁକ୍ତି ହେଲା। ସିଂହ କହିଲା, ଆଜି ବୁଝିଲି, କେହି କେବେ ଛୋଟ କିମ୍ବା ବଡ଼ ନୁହେଁ, ସହାୟତା ଯେକୌଣସି ଠାରେ ଆସିପାରେ। ଏହି ଗପଠୁ କଣ ଶିଖିବାକୁ ପାଇଲା ପିଲାମାନେ? ଛୋଟକୁ ଅବହେଳା କରିବା ଉଚିତ ନୁହେଁ। ସମୟରେ ସେଇଠାରେ ମଧ୍ୟ ବଡ଼ ସହାୟତା ମିଳିପାରେ। ପୁରୁଣା ଦିନର କଥା। ଗୋଟେ ଘନ ଘୋର ଜଙ୍ଗଲରେ ବାଘ ଓ ବିଲୁଆ ଏତେ ସହିତ ରହୁଥିଲେ। ବିଲୁଆ ବହୁତ ବୁଦ୍ଧିମାନ କିନ୍ତୁ ଛୋଟ ହେଲେ, ଆଉ ବାଘ ବହୁତ ଶକ୍ତିଶାଳୀ କିନ୍ତୁ ଜୋର ଗର୍ବୀ। ଦିନେ ବାଘ କହିଲା, ଏ ବିଲୁଆ, ମୁଁ ବଡ଼ ଶକ୍ତିଶାଳୀ। ମୋ ପାଖରେ ଶତ୍ରୁକୁ ହରାଇବା ପାଇଁ ଅନେକ ଚାଲ ଅଛି। ତୋ ପାଖରେ କେତେ? ବିଲୁଆ ହସିକି କହିଲା, ମୋ ପାଖରେ ମାତ୍ର ଗୋଟିଏ ଚାଲ ଅଛି, କିନ୍ତୁ ସେଇଠାରେ ମୋ ପ୍ରାଣ ବଞ୍ଚିଯିବ। ବାଘ ହସିକି କହିଲା, ଗୋଟିଏ ଚାଲ, ଏତିକିରେ କିପରି ବଞ୍ଚିବୁ? ସେତେବେଳେ ଦୂରରୁ ଶିକାରୀଙ୍କ ଆସିବାର ଶବ୍ଦ ଶୁଣିଲା। କୁକୁରମାନେ ଭୋ ଭୋ ବଢ଼ାଇଥିଲେ। ବିଲୁଆ ତାର ଏକମାତ୍ର ଚାଲ ବ୍ୟବହାର କରି ବେଗରେ ଗଛରେ ଚଢ଼ିଗଲା ଏବଂ ଉଚ୍ଚ ଡାଲରେ ବସିଗଲା। ବାଘ ଏତେ ଅନେକ ଚାଲ ମନେ କରିବାରେ ବ୍ୟସ୍ତ ହୋଇଗଲା। ଯେଉଁଠି ବ୍ୟବହାର କରିବେ, କୁକୁରମାନେ ଆସି ତାକୁ ଘେରି ଧରିଦେଲେ। ବିଲୁଆ ଉପରୁ କହିଲା, ଦେଖିଛୁ ବାଘ ଭାଇ, ଅଧିକ ଚାଲ ଥିଲେ କାମ ହୁଏନି। ଯେତେବେଳେ ଗୋଟିଏ ଠିକ ଚାଲ ବହୁତ ପ୍ରାଣଦାୟକ ହୋଇଥାଏ। ଏହି ଗପଠୁ କଣ ଶିଖିବାକୁ ପାଇଲା ପିଲାମାନେ? ଜୀବନରେ ଅଧିକ ବୁଦ୍ଧି ଗଢ଼ିବା କିନ୍ତୁ ସମୟରେ ଠିକ ବ୍ୟବହାର କରିବାଟା ହିଁ ସବୁଠାରୁ ଦରକାର। ଗୋଟେ ଗାଁରେ ଗୋଟିଏ ଗରିବ ବସୁଥିଲା। ତାଙ୍କର ନାମ ଥିଲା ରଘୁ। ସେଙ୍କର ଏକଟି ଛୋଟ ଝୁପଡ଼ି ଘର, କିଛି ଜମି ଆଉ ଦୁଇଟି ବୃଷଭ ଥିଲା। ରଘୁ ପ୍ରତିଦିନ ସକାଳେ ଉଠି କ୍ଷେତକୁ ଯାଇ ମାଟି ଚାଷ କରୁଥିଲା। ସେ ଘାମେ ଘାମେ କାମ କରୁଥିଲା କିନ୍ତୁ ଧନୀମାନଙ୍କ ପରି ଅଧିକ ଧାନ ସୁବିଧା କିମ୍ବା ଧନ ସିଂଙ୍କ ପାଖରେ ନଥିଲା। ତଥାପି ରଘୁ ସଦା ହସୁଥିଲା କାରଣ ସେ ବିଶ୍ୱାସ କରୁଥିଲା, ଧନ ଦାରିଦ୍ର୍ୟ କେବଳ ସମୟର ଖେଳ, କିନ୍ତୁ ସନ୍ତୋଷ ହୃଦୟରୁ ଆସେ। ଗାଁର ଲୋକ ତାଙ୍କୁ ସମ୍ମାନ କରୁଥିଲେ। ଯେତେବେଳେ କାହାରି ଘରେ କାମ ହେଉଥିଲା, ରଘୁ ସାହାଯ୍ୟ କରିବାକୁ ପ୍ରଥମେ ଯାଉଥିଲା। ଏକ ଦିନ ରାଜାଙ୍କ ସେନାପତି ଗାଁକୁ ଆସି ସେ କହିଲା, ଯେଉଁ ଜଣଙ୍କ ହୃଦୟ ସବୁଠାରୁ ସତ୍ୟବାଦୀ ଆଉ ଦୟାଳୁ, ରାଜା ସିଂଙ୍କୁ ସମ୍ମାନିତ କରିବେ। ଗାଁ ଲୋକେ ସମସ୍ତେ ରଘୁଙ୍କ ନାମ କହିଦେଲେ। ରାଜା ରଘୁଙ୍କୁ ଡାକିଲେ ଆଉ ପଚାରିଲେ, ତୁମର ପାଖରେ ଧନ ସୁନା କିଛି ନାହିଁ, ତଥାପି ତୁମେ କାହିଁକି ସବୁବେଳେ ଖୁସି? ରଘୁ ହସିକି କହିଲା, ମହାରାଜ, ସତ ଖୁସି ହେଉଛି ଭଲ କାମ କରିବାରେ, ସଂସ ବଞ୍ଚିବାରେ ଆଉ ଲୋକଙ୍କୁ ସାହାଯ୍ୟ କରିବାରେ। ଧନୀ ହେଉଥିବା ବଢ଼ିଆ, କିନ୍ତୁ ମନର ଧନ ହେବା ସବୁଠାରୁ ଦରକାର। ରାଜା ତାଙ୍କ କଥାରେ ଖୁସି ହେଲା ଆଉ ରଘୁଙ୍କୁ ଗାଁର ସତ୍ୟବାଦୀ କୃଷକ ବୋଲି ସମ୍ମାନ ଦେଲା। ଏହି ଗପଠୁ କଣ ଶିଖିବାକୁ ପାଇଲା ପିଲାମାନେ? ଧନୀ ହେବାରୁ ବହୁତ ଉଚ୍ଚ ମାନର ସନ୍ତୋଷ ଓ ଭଲ ମଣିଷ ହେବା ଦରକାର। ଏକ ଜଙ୍ଗଲରେ ଗୋଟିଏ ବାଘ ଓ ଗୋଟିଏ ବିଲୁଆ ଦୁଇଜଣ ଭଲ ମିତ୍ର ଥିଲେ। ବାଘ ବହୁତ ବଡ଼ ଓ ଶକ୍ତିଶାଳୀ କିନ୍ତୁ ବିଲୁଆ ଚାଲାକ ଓ ଚତୁର। ଗୋଟେ ଦିନ ବାଘ ବିଲୁଆକୁ କହିଲା, ତୁମେ ମୋତେ ତୁମର ସମସ୍ତ ଚାଲାକ ଶିଖାଇବ? ବିଲୁଆ ହସିକି କହିଲା, ମୁଁ ତୁମକୁ ସବୁ ଚାଲ ଶିଖାଇଦେଲେ ତୁମେ ତ ମୋତେ ମାରିଦେବ। ବାଘ କିନ୍ତୁ ଜୋର କରିଲା। ବିଲୁଆ ଧୀରେ ଧୀରେ ତାଙ୍କର ସବୁ ଚାଲ ସେକୁ ଶିଖିଦେଲା। କେବଳ ଗୋଟେ ଚାଲ ଲୁଚେଇ ରଖିଲା। ଗୋଟେ ଦିନ ବାଘ ଭୋକିଲା ବେଳେ ବିଲୁଆକୁ ଖାଇବାକୁ ଲାଗିଲା।
ବିଲୁଆ ତାହା ବୁଝି ଗଛ ଉପରେ ଚଢ଼ିଗଲା। ବାଘ କହିଲା, ହେ, ଏହି ଚାଲଟି କାହିଁକି ମୋକୁ ଶିଖାଇ ନଥିଲୁ? ବିଲୁଆ ହସିକି କହିଲା, ଏହା ହେଉଛି ମୋର ଗୁପ୍ତ ଚାଲ। ସବୁ କିଛି କେବେ କି ଅନ୍ୟକୁ କହିବାକୁ ହୁଏନି। ଏହି ଗପଠୁ କଣ ଶିଖିବାକୁ ପାଇଲା ପିଲାମାନେ? ସବୁ କିଛି ଅନ୍ୟକୁ କହିଦେବା ଉଚିତ ନୁହେଁ। ଯୋଡ଼ ବୁଦ୍ଧି ଓ ସାବଧାନୀ ମଣିଷକୁ ବିପଦରୁ ବଞ୍ଚାଏ। ଗୋଟିଏ ସମୟର କଥା। ଜଙ୍ଗଲରେ ଏକ ବଡ଼ ହାତୀ ରହୁଥିଲା। ସେ ବହୁତ ବଲିଆ ଓ ଗଭୀର। ତାଙ୍କ ସମ୍ମୁଖରେ କେହି କିଛି କହିବାକୁ ଡରୁଥିଲେ। ଏହି ଜଙ୍ଗଲରେ ଏକ ଛୋଟ ବିଲୁଆ ମଧ୍ୟ ରହୁଥିଲା। ବିଲୁଆ ବହୁତ ଚାଲାକ ଓ ଦୁଷ୍ଟ। ଗୋଟିଏ ଦିନ ସେ ଭାବିଲା, ଏ ବଡ଼ ବଡ଼ ହାତୀ ମୋତେ କାହିଁକି ଗଣନା କଲେ ନାହିଁ? ମୁଁ ତାକୁ ମଜା ଦେଖେଇବି। ତାପରେ ବିଲୁଆ ହାତୀର ପଛଟିକୁ ଆସି ତାର ପଛରୁ ହାଲୁକାରେ ନଙ୍ଗରେ କଟିଲା। ହାତୀ ଆଶ୍ଚର୍ଯ୍ୟ ହେଲା। ଏହା କ'ଣ ହେଲା ବୋଲି ଉଠିଲା। ଦେଖିଲା ସେ ଛୋଟ ବିଲୁଆକୁ ଦେଖିଲା। ହାତୀ ହସିକି କହିଲା, ଆହା, ତୁମେ ଏତେ ଛୋଟ, କିନ୍ତୁ ତୁମର ସାହସ ବହୁତ। କିନ୍ତୁ ମନେ ରଖ, ବଲୁଆ ବୁଦ୍ଧି ଉପରେ। ସେହିଦିନ ଠାରୁ ହାତୀ ଓ ବିଲୁଆ ଜଙ୍ଗଲରେ ସାଙ୍ଗେ ସାଙ୍ଗେ ଘୂରି ଆନନ୍ଦରେ ରହୁଥିଲେ। ଏହି ଗପଠୁ କ'ଣ ଶିଖିଲ ପିଲାମାନେ? ବଳ, ବୁଦ୍ଧି ଓ ସଂଗାତ ତିନୋଟି ଥିଲେ ଜୀବନ ସୁନ୍ଦର ହୁଏ। ଏ କଥାଟା ବହୁତ ଦିନ ପୁରୁଣା। ଜଙ୍ଗଲରେ ଗୋଟେ ବଡ଼ ଶକ୍ତିଶାଳୀ ହାତୀ ରହୁଥିଲା। ସେ ଖୁବ୍ ଶାନ୍ତ, କାହାକୁ କିଛି କ୍ଷତି କରୁନଥିଲା। କିନ୍ତୁ ଏହି ଜଙ୍ଗଲର ରାଜା ସିଂହ ସଦା ଗର୍ବରେ ରହୁଥିଲା, ମୁଁ ସବୁଠୁ ଶକ୍ତିଶାଳୀ। ଦିନେ ସିଂହ ଜଳପାନ କରିବାକୁ ନଦୀ କୂଳକୁ ଗଲା। ସେଠାରେ ହାତୀ ମଧ୍ୟ ପାଣି ପିଇବାକୁ ଆସିଥିଲା। ସିଂହ କହିଲା, ହେ ହାତୀ, ଏହା ମୋର ପାଣି ପିଇବା ଜାଗା। ତୁମେ ଆଉ କେଉଁଠିକୁ ଯାଅ? ହାତୀ କହିଲା, ଭାଇ, ନଦୀ ସବୁ କର। ଏଠାରେ ସବୁ ପ୍ରାଣୀ ପାଣି ପିଇ ପାରନ୍ତି। ସିଂହର ଗର୍ଭକୁ ଏହା ଭଲ ଲାଗିଲା ନାହିଁ। ସେ ଗର୍ଜନ କରି ହାତୀକୁ ଭୟ ଦେଖାଇବାକୁ ଚେଷ୍ଟା କଲା, କିନ୍ତୁ ହାତୀ ଭୟ ପାଇଲା ନାହିଁ। ସିଂହ କ୍ରୋଧରେ ହାତୀକୁ ଆକ୍ରମଣ କଲା। ହାତୀ ତାର ଲମ୍ବା ଶୁଣ୍ଢକୁ ବ୍ୟବହାର କରି ସିଂହକୁ ଧରି ଜଳରେ ଫିଙ୍ଗି ଦେଲା। ସିଂହ ପାଣିରେ ପଡ଼ି ଭିଜିଗଲା ଏବଂ ଲଜ୍ଜିତ ହୋଇ ଓହ୍ଲାଇ ଗଲା। ସେଦିନଠୁ ସିଂହ ବୁଝିଲା, ଗର୍ବ ଓ ଭୟ ଦେଖି କାହାଣୀରେ କାମ କରେ ନାହିଁ। ସବୁଠୁ ସମ୍ମାନ କରିବା ଦରକାର। ଏହି ଗପଠୁ କ'ଣ ଶିଖିଲା ପିଲାମାନେ? ଶକ୍ତିରେ ନୁହେଁ, ବୁଦ୍ଧି ଓ ନମ୍ରତାରେ ସତ୍ୟ ସମ୍ମାନିତ ମିଳେ। ଏକ ଗାଁରେ ଜଣେ ବିଲୁଆ ରହୁଥିଲା। ସେ ବିଲୁଆ ବହୁତ ଅଳସୁଆ ଥିଲା। ଗାଁରେ ବହୁତ ମୂଷା ଥିଲେ, ଯେଉଁମାନେ ଚାଉଳ ଓ ଧାନ କାମୁଡ଼ି କାମୁଡ଼ି ଘରେ ବହୁତ କ୍ଷତି କରୁଥିଲେ। ଗାଁ ଲୋକ ସେହି ବିଲୁଆକୁ ଧରି ଖାଇବାକୁ ଦେଉଥିଲେ। ଯେନ୍ଟା ସେ ମୂଷାମାନଙ୍କୁ ଧରି ଦିଏ। କିନ୍ତୁ ବିଲୁଆ ସବୁବେଳେ ଘୁମାଉଥିଲା। ମୂଷାମାନେ ତାଙ୍କୁ ଦେଖି ହସିଥାନ୍ତି। ଏହି ବିଲୁଆ ମୋତେ କେବେ ଧରି ପାରିବ ନାହିଁ। ଏଭଳି କରି ଗାଁର ସମ୍ପତ୍ତି ଦିନକୁ ଦିନ କମିବାକୁ ଲାଗିଲା। ଗାଁ ଲୋକେ କହିଲେ, ଏ ବିଲୁଆ କାମର ନୁହେଁ, ତାକୁ ଖାଇବାକୁ କାହିଁକି ଦେବୁ? ଚାଲ ତାକୁ ଘରୁ ହଟାଇ ଦେବା। ବିଲୁଆକୁ ଖାଇବା ମିଳିଲା ନାହିଁ। କେତେକ ଦିନରେ ସେ ଭୋକରେ ତର୍ପଣ ହେଲା। ତାପରେ ବିଲୁଆ ବୁଝିଗଲା, ଅଳସ ହେଲେ କେହି କାମକୁ ନୁହଁ, ପରିଶ୍ରମ କଲେ ମାତ୍ର ମଣିଷ କିମ୍ବା ପଶୁମାନେ ସମ୍ମାନ ପାଏ। ସେହିଦିନ ଠାରୁ ବିଲୁଆ ଅଳସ ଛାଡ଼ି ମୂଷା ଧରିବାରେ ଲାଗିଲା। ଗାଁ ଲୋକେ ଖୁସି ହେଲେ ଓ ପୁଣି ତାକୁ ଖାଇବାକୁ ଦେବାକୁ ଆରମ୍ଭ କଲେ। ଏହି ଗପଠୁ କ'ଣ ଶିଖିବାକୁ ପାଇଲା ପିଲାମାନେ? ଅଳସ କେବେ ବି ଭଲ ନୁହେଁ। ପରିଶ୍ରମ ଲୋକଙ୍କୁ ସମାଜ ସମ୍ମାନ କରେ।